ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଭୁବନେଶ୍ୱର ସମ୍ବାଦଦାତା ଦୀପକ କୁମାର ବେହେରା। ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୋର୍ଦ୍ଧା ଜିଲ୍ଲା କୁମାରବସ୍ତରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ 204ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ 322ଟି ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରି ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଏହି ଯୋଜନାର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏ ସମାଜର ଭବିଷ୍ୟତ ହିସାବରେ ସେମାନେ ଏ ସମାଜର ଦାୟିତ୍ୱ ନେବେ ଏବଂ ଆମ ଓଡ଼ିଶାକୁ ଏକ ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଭାରତ ଗଠନ କରିବାରେ ବହୁତ ବଡ଼ ଭୂମିକା ସେମାନେ ନେଇପାରିବେ। ଆଉ ସେଥିପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟର ଏଇ ଯେଉଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ତାର ଭିତ୍ତିଭୂମି ଯେଉଁ ଆଜି ଆମେ 204ଟି 30ଟି ଜିଲ୍ଲାରେ ଆଜି ଆମେ କରିଛନ୍ତି। ଏଠି ମଞ୍ଚରେ ଥିବା ସମସ୍ତ ନେତୃବୃନ୍ଦ, ସମସ୍ତ ଆମର ମାତୃଶକ୍ତି, ଛାତ୍ରଛାତ୍ରୀମାନେ, ଜିଲ୍ଲାପାଳ ମାନବର ବିଭିନ୍ନ ଭର୍ଚୁଆଲରେ ଯୋଡ଼ି ହୋଇଥିବା ସମସ୍ତ ମନ୍ତ୍ରୀ ପରିଷଦର ସଦସ୍ୟମାନେ, ସାଂସଦମାନେ, ବିଧାୟକମାନେ, ପୂର୍ବତନ ବିଧାୟକମାନେ ଯେଉଁମାନେ ବି ଯୋଡ଼ି ହୋଇଛନ୍ତି, ମୁଁ ସମସ୍ତଙ୍କୁ ଆନ୍ତରିକତାର ସହିତ ଧନ୍ୟବାଦ ଦେବି ଯେ ଆମେ ସମସ୍ତେ ସହଯୋଗ କରିବା। ଆଗାମୀ ଦିନରେ ଆମ ସରକାରଙ୍କର ଏହି ସଂକଳ୍ପକୁ ଆମେ ପୂରା କରିବା ଏବଂ ଏ ସଂକଳ୍ପ ଯେତେବେଳେ ପୂରା ହେବ ଏକ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଯେଉଁ ବୈପ୍ଳବିକ ପରିବର୍ତ୍ତନ ହେବ ତାହା ଦ୍ୱାରା ଆଗାମୀ ଦିନରେ 2036 ଏବଂ 2047 ନିଶ୍ଚିତ ଭାବରେ ସମୃଦ୍ଧ ଓଡ଼ିଶା ତଥା ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନ କରିବାରେ ଆମର ଏକ ଗୁଣ୍ଡୁଚି ମୂଷା ଭଳିଆ ଆମର ବି ସହଯୋଗ ରହିବ ଏବଂ ସମୃଦ୍ଧ ଓଡ଼ିଶା ପ୍ରତିଷ୍ଠିତ ହେଲେ ନିଶ୍ଚିତ ଭାବରେ ଆମେ ସମସ୍ତେ ଯଶସ୍ୱୀ ଲାଭ କରିପାରିବା। ଚିଲିକା ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ଡଲଫିନ୍ ଗଣନା ରିପୋର୍ଟ ଅନୁସାରେ ଚଳିତ ବର୍ଷ ଚିଲିକାରେ 175ଟି ଡଲଫିନ୍ ଚିହ୍ନଟ ହୋଇଛନ୍ତି। ସେଥିରେ 159ଟି ଇରାୱାଡ଼ି ଓ 16ଟି ହମ୍ପବ୍ୟାକ୍ ଡଲଫିନ୍ ରହିଛନ୍ତି। 18ଟି ଦଳର ଶତାଧିକ ସଦସ୍ୟ 3 ଦିନ ଧରି ଏହି ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ। ଭାରତୀୟ ନୌସେନାର ଚିଲିକା ପ୍ରଶିକ୍ଷଣ କେନ୍ଦ୍ରରେ 8ମ ବ୍ୟାଚ୍ ଅଗ୍ନିବୀରଙ୍କ ପାସିଂ ଆଉଟ୍ ପରେଡ୍ ଅନୁଷ୍ଠିତ ହୋଇଛି। 116 ଜଣ ମହିଳାଙ୍କ ସମେତ ମୋଟ 3011 ଜଣ ଅଗ୍ନିବୀର ସଫଳତାର ସହ ପ୍ରଶିକ୍ଷଣ ସମାପ୍ତ କରିଛନ୍ତି। ପଶ୍ଚିମ ନୌସେନା କମାଣ୍ଡର ମୁଖ୍ୟ ଭାଇସ୍ ଆଡମିରାଲ ସଞ୍ଜୟ ଭାଟ୍ସାୟନ ପରେଡ୍ ନିରୀକ୍ଷଣ କରି ଅଗ୍ନିବୀରମାନଙ୍କୁ ଦେଶ ସେବା ପାଇଁ ଆହ୍ୱାନ ଦେଇଥିଲେ। ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଖୋର୍ଦ୍ଧାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବିକଶିତ ଓଡ଼ିଶା 2036 ଲକ୍ଷ୍ୟ ସାକାର କରିବା ପାଇଁ ସମସ୍ତଙ୍କ ସହଯୋଗ ଆହ୍ୱାନ କରିବା ସହ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କୁ ସହାୟତା ବଣ୍ଟନ କରିଥିଲେ। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର 94.04% ଭୋଟର ଫର୍ମ ଡିଜିଟାଇଜ୍ ହୋଇଛି। 10,51,000ରୁ ଅଧିକ ଫର୍ମ ଅନଲାଇନ୍ରେ ସଂଯୋଜିତ ହୋଇଥିବା ବେଳେ ଜୟଦେବ ବିଧାନସଭା କ୍ଷେତ୍ର ସର୍ବାଧିକ ଅଗ୍ରଗତି ହାସଲ କରିଛି। ଚଳିତ ବର୍ଷ ଖୋର୍ଦ୍ଧା ବନଖଣ୍ଡରେ 1.5 ଲକ୍ଷ ଚାରା ରୋପଣ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 12ଟି ନର୍ସରୀରେ 8 ଲକ୍ଷରୁ ଅଧିକ ଚାରା ପ୍ରସ୍ତୁତ ହୋଇଛି। ବନ ମହୋତ୍ସବ ସପ୍ତାହ ଅବସରରେ ଜନସାଧାରଣଙ୍କୁ ମଧ୍ୟ ବ୍ୟାପକ ଭାବେ ଚାରା ବଣ୍ଟନ କରାଯାଉଛି। ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଭକ୍ତିପୂର୍ଣ୍ଣ ପରିବେଶରେ ପାଳିତ ହୋଇଛି। ଜାଗୁଳେଇ ପାଟଣାସ୍ଥିତ ଅନନ୍ତ ପୁରୁଷୋତ୍ତମ ମନ୍ଦିରରେ ମଧ୍ୟ ଚତୁର୍ଦ୍ଧା ବିଗ୍ରହଙ୍କୁ ସୁବାସିତ ଜଳରେ ସ୍ନାନ କରାଯିବା ସହ ବିଧି ମୁତାବକ ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଇଥିଲା। ଖୋର୍ଦ୍ଧାର ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଆଇନ ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଯୋଗାଭ୍ୟାସର ଉପକାରିତା ସମ୍ପର୍କରେ ମତ ରଖିଥିଲେ। ନିଶାମୁକ୍ତ ଓଡ଼ିଶା ଅଭିଯାନ ଅନ୍ତର୍ଗତ ଖୋର୍ଦ୍ଧା ପୁଲିସ ଓ ଅବକାରୀ ବିଭାଗ 17ଟି ମାମଲାରେ ଜବତ 835 କିଲୋଗ୍ରାମରୁ ଅଧିକ ଗଞ୍ଜେଇ ଓ ଭାଙ୍ଗକୁ ଟାଙ୍ଗିଆପଡ଼ାସ୍ଥିତ ଏକ ଦହନ କେନ୍ଦ୍ରରେ ଆଇନଗତ ଓ ପରିବେଶ ସୁରକ୍ଷା ନିୟମ ଅନୁସାରେ ନଷ୍ଟ କରିଥିବା ଜଣାପଡ଼ିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କୋରାପୁଟ ଜିଲ୍ଲା ସମ୍ପର୍କରେ।